ଆରେ ଆରେ ରୁହନ୍ତୁ, ଛେନା ଆଉ ଚାଉଳ ଏଇ ଦୁଇଟି ଜିନିଷରୁ ଏମିତି ବି ଗୋଟିଏ ରେସିପି ବନିପାରେ ଯାହା ଦେଖିଲେ ଆପଣ ବି କହିବେ ଆରେ ଏମିତି ବି ହୁଏ। ବାହାରେ ଯାହା ପାଇଁ ଆମେ 1000 ଟଙ୍କା ଦେଉଛେ, ଆଜି ସେଇଟା ମାତ୍ର ଆମେ 150ରୁ 200 ଟଙ୍କା ଭିତରେ ବନେଇବା। ତେବେ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଦେଖନ୍ତୁ, କାରଣ ଏଇଟା ଛେନା ଚାଉଳର ରେସିପି ତ ବିଲକୁଲ ବି ନୁହେଁ। ଆପଣ ବି ଲାଷ୍ଟକୁ ଦେଖିଲେ ଆଶ୍ଚର୍ଯ୍ୟ ହେଇଯିବେ, ଯେମିତି ମୁଁ ଠିକ୍ 2 ବର୍ଷ ପୂର୍ବରୁ ହୋଇଥିଲି। ଏଇଠି ଦେଖନ୍ତୁ, ମୁଁ ପ୍ରଥମେ ଚାଉଳକୁ ଧୋଇ ନେଇଥିଲି, ତାପରେ ତାକୁ ଶୁଖେଇ ଦେଇଥିଲି। ଘଣ୍ଟେ ଭିତରେ ଏଇଟା ଶୁଖିଯିବ। ଗୋଟେ କଟନ କପଡ଼ା ଉପରେ ଏମିତି ପକେଇଦେଲେ ସେ ଆମର ବିରିୟାନୀ ଚାଉଳ ପୁରା ଶୁଖିଯିବ। ତାପରେ ଦେଖନ୍ତୁ ପୁରା ଶୁଖିଗଲା ପରେ ସେଇଥିରେ ମୁଁ କିଛି ଗୁଜୁରାତିର ମଞ୍ଜି ପକେଇଲି। ମୁଁ 3ଟା ଗୁଜୁରାତି ନେଇଥିଲି। ଆପଣମାନେ କ୍ୱାଣ୍ଟିଟି ହିସାବରେ ଗୁଜୁରାତି ବଢ଼େଇ ପାରିବେ। ତ ଏଇଟା ଟୋଟାଲ୍ ଥିଲା 400 ଗ୍ରାମର ଛେନା। ତ ଏଠି 400 ଗ୍ରାମର ଛେନା, 2 ଚାମଚ ଭଳିଆ ଆମର ବିରିୟାନୀ ଚାଉଳ ଏବଂ 3-4ଟା ଖଣ୍ଡେ ଆମର ନେଇଥିଲେ ଗୁଜୁରାତି ଗୁଣ୍ଡ। ଏଇ ଯେଉଁ ଛେନାଟାକୁ ଦେଖୁଛନ୍ତି ସେଇଟାକୁ ପାପୁଲି ମାଧ୍ୟମରେ ତାକୁ ପୁରା ପ୍ଲେନ୍ ଭାବରେ ଆମେ ଏମିତି ଚକଟି ନେବା, ଯାହାଦ୍ୱାରା ଆମର ଯେଉଁ ଛେନାର ଯେଉଁଟା ଖଣ୍ଡ ଖଣ୍ଡ ହେଇକି ରହେ ସେଇଟା ପୁରା ସମାନ ହେଇଯିବ। ତ ମାତ୍ର ଥରିକିଏ ପ୍ରୋସେସ୍ରେ ଏଇଟା ଠିକ୍ ହେଇଯିବ। ତ ତାପରେ କ'ଣ କରିବା ନା, ଆମେ ଗୋଟେ କଢ଼େଇ ନେବା। କଢ଼େଇରେ କିଛି ଗୁଆ ଘିଅ ଆମେ ଆଡ଼୍ କରିବା। ରିଫାଇନ୍ ତେଲଟା ଆଡ଼୍ ନ କଲେ ବହୁତ ବେଟର୍ ହେବ, ଗୁଆ ଘିଅରେ ହିଁ ଆଡ଼୍ କରିବେ। ତାପରେ ଯେଉଁଟା ବିରିୟାନୀ ଚାଉଳ ଆଉ ଗୁଜୁରାତି ମୁଁ ରଖିଥିଲି, ସର୍ବପ୍ରଥମେ ତାକୁ ଆମେ କ'ଣ କରିବା ନା ଘିଅରେ ପକେଇକି ଭଲ ଭାବରେ ଭାଜିବା, ଯେପର୍ଯ୍ୟନ୍ତ ଆମର ବିରିୟାନୀ ଚାଉଳଟା ପୁରା ଧଳା ଧଳା ହେଇଯାଇନି। ଏବେ ଦେଖନ୍ତୁ ଏମିତି ଦେଖାଯାଉଛି। ଯେତେ ସେ ଭାଜି ହେବ, ଫୁଟିବ, ସେଇଟା ଧଳା ଧଳା ହେଇଯିବ। ତାପରେ ମୁଁ ନେଇଥିଲି 1 ଚାମଚ ଭଳିଆ ଧଳା ରାଶି। ଯଦି ଆପଣଙ୍କ ପାଖରେ ଧଳା ରାଶି ଅଛି ତ ନେବେ, ନହେଲେ 2-3ଟା କାଜୁ ନେଇଯିବେ। ତ ଭଲ ଭାବରେ ଏଇଠି ଭାଜି ହେଇ ସାରିଲା ପରେ ଆପଣ ଦେଖୁଥିବେ ଆମର ଚାଉଳଟା ପୁରା ଧଳା ଦେଖାଯାଉଛି। ତାକୁ ଗୋଟେ ଜାଗାରେ ଆମେ କାଢ଼ି ନେବା। ଏ ଯେଉଁ ଏକ୍ସଟ୍ରା ଘିଅ ଆମର ଅଛି ନା, ତାକୁ ଛାଣି ନେବା। ଆଉ ସେଇ ଘିଅକୁ ପୁଣି କଢ଼େଇରେ ଆମେ ଦେଇଦେବା। ବହୁତ ସିମ୍ପଲ୍ ପ୍ରୋସେସ୍, ଏତେ କିଛି ଭିଡ଼ ବାଡ଼ ଏଇଟା ନୁହଁ। ତ ବହୁତ ଇଜିଲି ଆମେ ଏଇଟା କରିନେବା। ତ ଏଇଠି ଗୋଟେ କଥାଟେ କହିବି, ଯଦି ଆପଣ ବହୁତ କ୍ୱାଣ୍ଟିଟିର ନେଉଛନ୍ତି ବିରିୟାନୀ ଚାଉଳ, ତ ସର୍ବପ୍ରଥମେ ବିରିୟାନୀ ଚାଉଳକୁ ଗ୍ରାଇଣ୍ଡିଙ୍ଗ କରିବେ, ତାପରେ ଛେନା ପକାଇବେ। ଯେହେତୁ ମୁଁ ବହୁତ କମ୍ କ୍ୱାଣ୍ଟିଟିର ନେଇଛି ବିରିୟାନୀ ଚାଉଳ, ତେଣୁକରି ବିରିୟାନୀ ଚାଉଳ, ତାପରେ ଛେନା ଆଉ କିଛି ଏସେନ୍ସ ମୁଁ ସେଥିରେ ପକାଇଲି ଏବଂ ସ୍ୱାଦ ଅନୁସାରେ ମୁଁ ଚିନି ଦେଲି। ଏସେନ୍ସ ମାନେ କେଶର ଏସେନ୍ସ, ଆଉ କିଛି ଏସେନ୍ସ ପକାଇବନି। ଭ୍ୟାନିଲା ବିଲକୁଲ ବି ପକାଇବନି। କେବଳ ଯଦି କେଶର ଏସେନ୍ସ ଅଛି, ସେ ଏସେନ୍ସ ପକାଇ ଟିକେ ପ୍ରଥମେ ଆମେ ବିନା ପାଣିରେ ଆମେ ଏହାକୁ ଗ୍ରାଇଣ୍ଡିଙ୍ଗ କରିଦେବା। ତାପରେ ଆମେ କ'ଣ କରିବା ନା, 1 କପ୍ ପାଣି ଦେବା। ଏହାକୁ ଭଲ ଭାବରେ ଆମେ ପୁରା ଚିକ୍କଣ କରି ବାଟି ଆଣିବା। ଧ୍ୟାନ ରଖିବା ଆମର ବ୍ୟାଟରଟି ଯେମିତି ଏମିତି ରହୁଥିବ, ଇଜିଲି ଆମର ଛଣାରେ ଛାଣି ହେଇଯାଉଥିବ ଆଉ ତଳେ ପଡ଼ୁଥିବ। ତ ଏହାକୁ ଭଲ ଭାବରେ ଆମେ ଚାମଚରେ ହଉ କି ଯେଉଁଟା ଆପଣଙ୍କ ପାଖରେ ଅଛି ଏମିତି ଗୋଳେଇ ନେବା। ଯାହାଦ୍ୱାରା କ'ଣ ହେବ ନା, ଏଇ ଯେଉଁ ଗୋଳେଇବା ଦ୍ୱାରା କ'ଣ ହେବ ନା, ଯେଉଁଟା ଆମର ଏକ୍ସଟ୍ରା ଖଦଡ଼ିଆ, ଯେହେତୁ ଆମେ ଚାଉଳ ଦେଇଥିଲେ, ସେ ଚାଉଳ ଗୁଣ୍ଡ ଯଦି ଥିବ ସେଇଟା ବାହାରିଯିବ। କାରଣ ଆମ ମିଠାରେ ଚାଉଳର ଯେମିତି ଗୁଣ୍ଡ ନ ଆସେ। ତ ଏଠି ଦେଖନ୍ତୁ ଭଲ ଭାବରେ ବାଟି ହେବା ଦ୍ୱାରା କିଛି ବି ଚାଉଳର ଗୁଣ୍ଡ ରହିନି। ଆପଣଙ୍କ ପାଖରେ ହୁଏତ ଚାଉଳର ଗୁଣ୍ଡ ରହିଲେ ତାକୁ ବାହାର କରିନେବେ। ତ ଦେଖନ୍ତୁ ଏଇଟା ଆମେ ଭଲ ଭାବରେ ପୁରା ପ୍ଲେନ୍ କରିକି ବାଟି ନେଇଥିଲେ, ଯାହାଦ୍ୱାରା ଆମର ପୁରା ଏମିତି ପୁରା ଚିକ୍କଣ ହେଇକି ବାଟି ହେଇଥିଲା। ଏବେ ଆମେ ଏଇ ଜିନିଷକୁ ନା ଆମେ ପୁରା ସିମ୍ ଆଞ୍ଚରେ କୁକ୍ କରିବା। ଏଇ ଯେଉଁ ରେସିପି ବନା ହେଉଛି ଏଇଟା ବିଲକୁଲ ବି ହାଇ ଆଞ୍ଚରେ କୁକ୍ ହୁଏନି। ଏଇଠି ମୁଁ 50 ଗ୍ରାମ ଭଳିଆ ଅମୁଲ ଦେଇଥିଲି। ତ ପାଖାପାଖି ବଡ଼ ଚାମଚରେ ଯଦି 5 ଚାମଚ ଭଳିଆ ମୁଁ ଏଥିରେ ଅମୁଲ ଆଡ଼୍ କରିଥିଲି। ତ ଅମୁଲ ଦେଲା ପରେ ଆମେ ନା ହିଁ ଆମେ କ୍ଷୀର ଦେବା, ନା ହିଁ ଆମେ ପାଣି ନେବା। ଆମେ ସେମିତି ହିଁ ଛେନା ସହିତ ତାକୁ ଭଲ ଭାବରେ ଏମିତି ଚଲେଇ ନେବା, ପୁରା ମିଶାଇ ନେବା। ସ୍ପ୍ୟାଚୁଲାରେ ହେଉ କି ଯେଉଁଟା ଆପଣଙ୍କର ଇଜି ହେବ, ଆପଣ ସେଇଥିରେ ଯେମିତି ପୁରା ଅମୁଲଟି ମିଶିଯିବ। ସ୍ପେଶାଲି ସ୍ପ୍ୟାଚୁଲାରେ ଯଦି ଆମେ ଏହାକୁ ମିଶାଇବା ନା, ବହୁତ ଇଜିଲି ଏଇଟା ମିଶି ଯାଇଥାଏ। ଏହିପରି ଭାବରେ କମ୍ ସେ କମ୍ 10 ମିନିଟ୍ର ପ୍ରୋସେସ୍ ପରେ ଏଇଟା ପୁରା ଗାଢ଼ ହେଇଯିବ, ବହଳିଆ ହେଇଯିବ ଏବଂ କଡ଼େଇରୁ ଛାଡ଼ି ଆସିବ। କିନ୍ତୁ ଧ୍ୟାନ ଦେଇଥିବେ କଣ୍ଟିନ୍ୟୁସ୍ ଆମେ ଏମିତି ହାତ ଚଲାଉଥିବା। ଯଦି ହାତ ନ ଚଲାଇଥିବା ନା, ସେ ତଳେ ଲାଗିଯିବ, ଯେହେତୁ ଏଇଟା ବହୁତ ସ୍ମୁଥ୍ ଥାଏ। ତ ଏଇଠି ଦେଖନ୍ତୁ ପୁରା ବହଳିଆ ହେଇଗଲାଣି, କଡ଼େଇରୁ ପୁରା ଛାଡ଼ି ଆସିଲାଣି। ଆପଣମାନେ ଦେଖିକି ଜାଣିପାରୁଥିବେ। ଆଉ ଟିକେ ଏପଟ ସେପଟ ହେବାରୁ ଏମିତି ଲାଗିଯାଇପାରେ, ତେଣୁକରି ଧ୍ୟାନର ସହିତ କରୁଥିବେ। ତ ଏଇଠି ଆମର ଗ୍ୟାସ୍ ଏବେ ଅଫ୍ କରିଦେବେ। ଏଇଟା ପୁରା ବହଳିଆ ହେଇଯାଇଛି। ଏବେ ଆମେ କ'ଣ କରିବା ନା, ଗୋଟେ ଜାଗାକୁ ଟ୍ରାନ୍ସଫର୍ କରିବା। ବହୁ ଜଣ କହୁଥିଲେ ଯଦି ଆମ ପାଖରେ ଏମିତି କିଛି ଟ୍ରେ ନଥିବ ତ କ'ଣ କରିବା, ଥାଳିରେ ରଖିପାରିବେ। ସବୁଠି ଇଜି ହେବ। ଛୁଆଙ୍କର ତ ଟିଫିନ୍ ଅଛି ନା, ତ ଟିଫିନ୍ରେ ମଧ୍ୟ ସେଟ୍ କରିପାରିବେ। ଯଦି ଆପଣଙ୍କ ପାଖରେ ଅଛି ବଟର୍ ପେପର୍, ତ ବଟର୍ ପେପର୍ ଭଲ, ନହେଲେ ନାହିଁ ସେମିତି ଖାଲି ଟିଫିନ୍ରେ ଟିକେ ଘିଅ ଲଗେଇଦେବେ, ସେଇଟା ଇଜିଲି ବାହାରିଯିବ। ତ ମୁଁ ବଟର୍ ପେପର୍ ଦେଇଥିଲି, ଯେହେତୁ ମୋ ପାଖରେ ଥିଲା। ଯଦି ନାହିଁ ଆପଣ ସ୍କିପ୍ କରିଦେବେ। ତାପରେ ଯେଉଁ ଆମ ବ୍ୟାଟର୍ଟା ଆମର ପୁରା ରେଡ଼ି ହେଇକି ରଖିଥିଲା, ତାକୁ କ'ଣ କରିବା ନା, ଆମେ ତାକୁ ଭଲ ଭାବରେ ସ୍ପ୍ରେଡ୍ କରିକି ସ୍ପ୍ୟାଚୁଲାରେ ପୁରା ସମାନ ଭାବରେ ଏମିତି ପ୍ରେସ୍ କରି ତାକୁ ସମାନ ଆକାରର ଦେବା।
ଆପଣମାନେ ଯଦି ଚାହିଁବେ ଥାଳିରେ ମଧ୍ୟ ସେମ୍ ପ୍ରୋସେସ୍ରେ କରିପାରିବେ। सामान्य थंडा है हाथ में बहुत बढ़िया भाव प्रेस करने जहाद्वारा आमर समान भाव आमर ये रेसिपीटा परफेक्ट हो एबे तो आपण मैंने जानी सारे यहाँ कौन मु कहीदे यार ना हूँ छेना संदेश। बहुत इजी रे हुए, बहुत कम जिनस ये व्यवहार लगी थाए आ साधारणतः ना प्लेन रहे ये कौन सी प्रकार ड्राई फ्रुट्स व्यवहार करा जाएनी। यहाँ पूरा सेमती प्लेन रहे। घंटे पर मु टिफिन को एमती टैप टैप करनेली आउ इजिली आमर बाहरी गला जेहेतु मुझे बटर पेपर देती आपणकर भी इजी बाहर जीव जेहेतु यहाँ पूरा सेट हो जाए तो चिंता करार बिल्कुल भी ना। जो सेप्र आपने चाहिए से सेप्र काटी ने मत तो स्क्वायर साइज ही भल लगे आ मत इजी भी लगे तेणुक स्क्वायर साइज मु काटिली। साधारणतः यहाँ ट्रायंगल साइज मिली थाए तो देखो केते बढ़िया भाव में आमर पूरा सेट हो भांगिले भी किसी गुंड पड़ोनी और समान भाव में पूरा रही। तो गोटे भांगिकी देखा ये देखो केते परफेक्ट हो बहुत स्वादिया लगे पाटे पको पको मिल निहाती भाव में थे बनातु। आमर तो 12 मास को 13 यात्रा तेणुक जिते आप चाहिए प्रति पूजा पर्व आपण मैंने बनी पारे। आशा करुँच आज यही रेसिपीटी आपको पसंद आसब। पसंद आसले प्लीज चैनल को सब्सक्राइब और फॉलो करेंगे। नमस्कार।